ଭଙ୍ଗା ଛାତ ତଳେ ପିଲାଙ୍କ ଜୀବନ ବାଜି ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି 7 ଶ୍ରେଣୀର ପିଲା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଶିକ୍ଷାମଣ୍ଡଳ ଅନ୍ତର୍ଗତ କନ୍ତପଡ଼ା ପଞ୍ଚାୟତର ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଛାତରୁ ପଲସ୍ତରା ଖସୁଥିବାରୁ ମୋଟ 5ଟି ଶ୍ରେଣୀ ଗୃହ ମଧ୍ୟରୁ 2ଟିରେ ତାଲା ପକାଇଛି। ଅନ୍ୟ 3ଟି କୋଠରୀ ମଧ୍ୟରୁ ଗୋଟିଏ ଅଫିସ୍ ରୁମ୍, ଅନ୍ୟଟି ଗୃହ। 8ମ ଶ୍ରେଣୀ ଯାଏ ଏହିପରି ପାଠ ପଢ଼ା ହେଉଛି। ପ୍ରଥମରୁ 8ମ ଶ୍ରେଣୀ ଯାଏ ଏଠାରେ ଶିକ୍ଷାଦାନ କରାଯାଏ, କିନ୍ତୁ ପଲସ୍ତରା ଖସୁଥିବାରୁ ବିପଦସଂକୁଳ ଅବସ୍ଥାରେ ଶିକ୍ଷାଦାନ ଚାଲିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତର ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲାଣି। ଅଭିଯୋଗ ପତ୍ର ବି ଦିଆଯାଇଛି, ହେଲେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ନଥିବାରୁ ଗ୍ରାମବାସୀମାନେ ଅସନ୍ତୁଷ୍ଟ ରହିଛନ୍ତି। ଅଭିଯୋଗ ଅନୁଯାୟୀ ଗୋପୀନାଥପୁରବାସୀ ଉଲ୍ଲେଖ କରିଛନ୍ତି ଯେ 1953 ମସିହାରେ ଗ୍ରାମବାସୀଙ୍କ ପକ୍ଷରୁ ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏଠାରେ ବର୍ତ୍ତମାନ 110 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ 8ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଏବଂ ଯେଉଁଠି ଶ୍ରେଣୀଗୃହଟି ଅଛି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି। 5ଟି ଶ୍ରେଣୀଗୃହରୁ ଗୋଟିଏ ଅବସ୍ଥାରେ ଭଲ ଥିବା ବେଳେ ଅନ୍ୟ 4ଗୋଟି ମରାମତି ଆବଶ୍ୟକତା ରହିଛି। ଉକ୍ତ 4ଟି ଶ୍ରେଣୀଗୃହର ମଧ୍ୟରୁ 2ଟିରୁ ପ୍ରତ୍ୟେକ ଦିନ ପଲସ୍ତରା ଖସୁଥିବାରୁ ତାହା ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ରହିଛି। ଶ୍ରେଣୀଗୃହ ଆଉ ବାକି 2ଟି ଶ୍ରେଣୀଗୃହରେ ଶିକ୍ଷାଦାନ କରାଯାଉଛି। ଯେଉଁ ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମରୁ 7ମ ପର୍ଯ୍ୟନ୍ତ ପିଲା ବସୁଥିବା ବେଳେ ଅନ୍ୟ କୋଠରୀରେ 8ମ ଶ୍ରେଣୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବାରଣ୍ଡା ଛାତରୁ ମଧ୍ୟ ପଲସ୍ତରା ଖସୁଥିବାର ଦେଖାଯାଉଛି। ସେହିଭଳି 7 ଜଣ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ମାତ୍ର 4 ଜଣ ଶିକ୍ଷକ। ଅନେକ ବିଷୟ ଠିକ୍ ଭାବରେ ପାଠ ପଢ଼ା ହୋଇନାହିଁ। ତେଣୁକରି ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗୋଟେ ହଲ୍ ଅଛି, ଏ ହଲ୍ର ପୁରା ପରିସ୍ଥିତି ପୁରା ଖରାପ ନା। ଏଠି ମାନେ ମଣିଷ ତ ହେଲା ଗୋଟେ ମାନେ ପଶୁ ରହିବା ପାଇଁ ବି ତାର ମାନେ ସକ୍ଷମ ନୁହେଁ। ବିଲ୍ଡିଂରେ ଉପରେ ଛାତ ଫାତ ଯାଇକିରି ପୁରା କାନ୍ଥି ଫାନ୍ଥି ଫାଟିକିରି ପୁରା ରିଜେକ୍ଟ ଅବସ୍ଥାରେ ପଡ଼ିଛି। ଯାହାକି ୟା ପାଇଁ ବି ଆମେ ବହୁତ ବ୍ଲକରେ ଯାଇକି ଆମେ ବିଡ଼ିଓ ସାର୍କୁ ବି କମ୍ପ୍ଲେନ୍ ଦେଲୁଣି। ଜେଇ ସାର୍ ବି ଆସିଥିଲେ, ଜେଇ ସାର୍ ବି ଫଟୋ ଉଠାଇ ନେଇଛନ୍ତି। ଏମିତି ସବୁ ଦେଲା ପରେ ବି ସେ କେହି ଏପର୍ଯ୍ୟନ୍ତ ବି ତାର କିଛି ସୁବିଧା ବି କରୁନାହାନ୍ତି। ଆଜି ଆମେ ଯାହାକି ଆମେ ଗ୍ରାମବାସୀ ଆସି ଏଠି ଅଛନ୍ତି, ସେ ସାର୍ଙ୍କୁ ଆସି ପଚାରିଲି ଯେ ସାର୍ କେମିତି କ'ଣ। ସାର୍ ବି ଆମକୁ ଆମ SMC କମିଟି ଅଛି, ସାର୍ ବି ଇଏ କରୁଛନ୍ତି ଯେ ଗ୍ରାମବାସୀ କିଛି ପଦକ୍ଷେପ ନିଅନ୍ତୁ। ଆମେ ତ ଗ୍ରାମବାସୀ ଯାଇକି ବିଡ଼ିଓ ସାର୍ଙ୍କ ପକେଇଲେ କିନ୍ତୁ ତାର ପଦକ୍ଷେପ କେହି କିଛି ବି ନେଉନାହାନ୍ତି।